50 ବର୍ଷ ପରେ ଦୁର୍ଲଭ ସୂର୍ଯ୍ୟପରାଗ ଜାଣନ୍ତୁ କେବେ ଲାଗିବ, ଏହାର ବିଶେଷତ୍ୱ କ'ଣ ରହିବ। ଜ୍ୟୋତିର୍ବିଜ୍ଞାନ ଚଳିତ ବର୍ଷ ଏପ୍ରିଲ 8ରେ ଏକ ଚମତ୍କାର ଘଟଣା ଘଟିବାକୁ ଯାଉଛି। ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ ଏକ ବିରଳ ଜ୍ୟୋତିର୍ବିଜ୍ଞାନ ଘଟଣା ଏବଂ ଏହି ପ୍ରକାର ଘଟଣା ସାଧାରଣତଃ ବିରଳ ଅଟେ। ଯେତେବେଳେ ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ ହୁଏ, ଆକାଶ କିଛି ସମୟ ପାଇଁ ଅନ୍ଧକାର ହୋଇଯାଏ। ଆମେ ଆପଣଙ୍କୁ କହି ଦେଉଛୁ ଯେ ସମ୍ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ ଯେତେବେଳେ ହୁଏ, ସେତେବେଳେ ପୃଥିବୀ, ଚନ୍ଦ୍ର, ସୂର୍ଯ୍ୟ ମଧ୍ୟରେ ଏକ ସମ୍ପୂର୍ଣ୍ଣ ଆଲାଇନମେଣ୍ଟ ସୃଷ୍ଟି କରେ। ଏହି ସମୟରେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦନ କରେ, ଯେଉଁଥିପାଇଁ ସୂର୍ଯ୍ୟକିରଣ ପୃଥିବୀରେ ପହଞ୍ଚିପାରେ ନାହିଁ। ଏହା କେବଳ କିଛି ସମୟ ପାଇଁ ଘଟିଥାଏ। ଗତ 50 ବର୍ଷ ମଧ୍ୟରେ ଏହା ସବୁଠାରୁ ଲମ୍ବା ସୂର୍ଯ୍ୟପରାଗ ହେବ। ସମୁଦାୟ ସୂର୍ଯ୍ୟଗ୍ରହଣର ଏପରି ଆଶ୍ଚର୍ଯ୍ୟଜନକ ଦୃଶ୍ୟ 50 ବର୍ଷ ପୂର୍ବେ ଦେଖାଯାଇଥିଲା। ବର୍ତ୍ତମାନ ଲୋକମାନେ ଏହାକୁ ପୁଣି ଥରେ ଦେଖିପାରିବେ। ଏପ୍ରିଲ 8ରେ ଘଟିବାକୁ ଯାଉଛି ସୂର୍ଯ୍ୟଗ୍ରହଣ। ବର୍ଷର ଦୀର୍ଘତମ ସୂର୍ଯ୍ୟଗ୍ରହଣ ହେବ ବୋଲି ଆଶା। ଏହା ପ୍ରାୟ 7 ମିନିଟ୍ 5 ସେକେଣ୍ଡ ପର୍ଯ୍ୟନ୍ତ ଚାଲିବାକୁ ଯାଉଛି। ବର୍ଷର ପ୍ରଥମ ସୂର୍ଯ୍ୟପରାଗ 8 ଏପ୍ରିଲ 2024ରେ ଘଟିବାକୁ ଯାଉଛି। ଏହା ଅପରାହ୍ନ 2ଟା14ରୁ ଆରମ୍ଭ ହୋଇ ରାତି 2ଟା22 ପର୍ଯ୍ୟନ୍ତ ଚାଲିବ। ଏହି ସୂର୍ଯ୍ୟପରାଗ କାନାଡା, ମେକ୍ସିକୋ, ଉତ୍ତର ଆମେରିକାର କିଛି ଅଂଶ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ଦୃଶ୍ୟମାନ ହେବ। ଏହି ବିରଳ ଘଟଣା ଭାରତରେ ଦେଖାଯିବ ନାହିଁ। ସମୁଦାୟ ସୂର୍ଯ୍ୟଗ୍ରହଣର ଗୋଟିଏ ଦିନ ପୂର୍ବରୁ ଚନ୍ଦ୍ର ପୃଥିବୀର ଅତି ନିକଟତର ହେବ। ଏହା ଆକାଶରେ ସାମାନ୍ୟ ବଡ଼ ଦେଖାଯିବ। ସୂର୍ଯ୍ୟଗ୍ରହଣ ଏବଂ ଏକ ସୁନ୍ଦର ବ୍ରହ୍ମାଣ୍ଡ ଦୃଶ୍ୟମାନ ହେବ।